ଏହି ପୃଥିବୀରେ କିଛି ଦମ୍ପତି ଅଛନ୍ତି ଯେଉଁମାନେ ସବୁକିଛି ପାଇଥାନ୍ତି, ଧନ, ସମ୍ମାନ, ଘର, ସୁଖ, କିନ୍ତୁ ଗୋଟିଏ ଅଭାବ ତାଙ୍କ ଜୀବନକୁ ଅନ୍ଧକାର କରିଦେଇଥାଏ। ସେହି ଅଭାବ ହେଉଛି ସନ୍ତାନ ସୁଖ। ଡାକ୍ତର, ଔଷଧ, ପୂଜା, ବ୍ରତ ସବୁ କରିଲେ ମଧ୍ୟ କାହିଁକି କିଛି ଲୋକଙ୍କ ସନ୍ତାନ ହୁଏ ନାହିଁ? ଏହା କେବଳ ଶରୀରର ଦୋଷ ନା କି ପୂର୍ବଜନ୍ମର କର୍ମର ଭୟଙ୍କର ଫଳ? ଗରୁଡ଼ ପୁରାଣରେ ଲୁଚିଛି ଏମିତି କିଛି ସତ୍ୟ ଯାହା ଶୁଣିଲେ ଆପଣଙ୍କ ହୃଦୟ କମ୍ପି ଉଠିବ। ଆଜି ଆମେ ଜାଣିବା କାହିଁକି କିଛି ଲୋକ ସନ୍ତାନ ସୁଖରୁ ବଞ୍ଚିତ ହୁଅନ୍ତି ଏବଂ କ'ଣ ରହେ ଗରୁଡ଼ ପୁରାଣର ଭୟଙ୍କର ସତ୍ୟ। ଭଗବାନଙ୍କ ସୃଷ୍ଟିରେ ସନ୍ତାନ କେବଳ ଗୋଟିଏ ଶିଶୁ ନୁହେଁ, ସେ ହେଉଛି ବଂଶର ଅଗ୍ରଗତି, ପ୍ରେମର ପ୍ରତୀକ, ଘରର ହସ ଓ ଭବିଷ୍ୟତର ଆଶା। କିନ୍ତୁ ଏହି ପୃଥିବୀରେ ଏମିତି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ବର୍ଷ ପରେ ବର୍ଷ ଚେଷ୍ଟା କରିଥାନ୍ତି, ଡାକ୍ତର, ଔଷଧ, ପୂଜା, ବ୍ରତ, ଯଜ୍ଞ ସବୁ କରିଥାନ୍ତି, ତଥାପି ସନ୍ତାନ ସୁଖ ପାଇନଥାନ୍ତି। କେହି କୁହନ୍ତି ଏହା ଶରୀରର ଦୋଷ, କେହି କୁହନ୍ତି ଏହା ଭାଗ୍ୟର ଖେଳ, କିନ୍ତୁ ପୁରାତନ ଗ୍ରନ୍ଥମାନେ କହନ୍ତି ଏହାର ପଛରେ ଅଛି କର୍ମର ଗଭୀର ରହସ୍ୟ। ଆଜି ଆମେ ଜାଣିବା ଗରୁଡ଼ ପୁରାଣ ଓ ଧାର୍ମିକ ମତ ଅନୁସାରେ କିଛି ଲୋକଙ୍କ ସନ୍ତାନ କାହିଁକି ହୁଏ ନାହିଁ, କେଉଁ କର୍ମ ମଣିଷକୁ ଏହି ଦୁଃଖ ଦେଇଥାଏ ଏବଂ ଏହାର ମୁକ୍ତିର ଉପାୟ କ'ଣ। ଗରୁଡ଼ ପୁରାଣ କ'ଣ କହେ? ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥମାନଙ୍କ ମଧ୍ୟରେ ଗରୁଡ଼ ପୁରାଣର ଏକ ବିଶେଷ ସ୍ଥାନ ରହିଛି। ଏହି ଗ୍ରନ୍ଥରେ ଜନ୍ମ, ମୃତ୍ୟୁ, ପାପ, ପୁଣ୍ୟ, କର୍ମ, ପରଜନ୍ମର ଅନେକ ଗଭୀର କଥା କୁହାଯାଇଛି। ଗରୁଡ଼ ପୁରାଣ ଅନୁସାରେ ମଣିଷ ଜୀବନରେ ଯାହା କିଛି ଘଟେ ସେଥିରେ କେବଳ ବର୍ତ୍ତମାନର ଚେଷ୍ଟା ନୁହେଁ, ପୂର୍ବଜନ୍ମର କର୍ମ ମଧ୍ୟ ଜଡ଼ିତ ରହିଥାଏ। ସେହିପରି ସନ୍ତାନ ସୁଖ ମଧ୍ୟ କେବଳ ଶରୀର କିମ୍ବା ଭାଗ୍ୟର ବିଷୟ ନୁହେଁ, ଏହା କର୍ମର ଫଳ ମଧ୍ୟ ହୋଇପାରେ। ପୂର୍ବଜନ୍ମର କର୍ମର ପ୍ରଭାବ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଲୋକ ପୂର୍ବଜନ୍ମରେ ନିର୍ଦ୍ଦୋଷ ଶିଶୁଙ୍କୁ କଷ୍ଟ ଦେଇଥାଏ, ମାତା ପିତାଙ୍କ ହୃଦୟ ଭାଙ୍ଗିଥାଏ କିମ୍ବା ଗର୍ଭବତୀ ନାରୀଙ୍କୁ ଅପମାନ କରିଥାଏ, ସେ ପରଜନ୍ମରେ ସନ୍ତାନ ସୁଖରେ ବଞ୍ଚିତ ହୋଇପାରେ। କାରଣ ସୃଷ୍ଟିର ନିୟମ ବହୁତ ସୂକ୍ଷ୍ମ। ଯେପରି ଦୁଃଖ ଆମେ ଅନ୍ୟକୁ ଦେଉ, ସେହି ଦୁଃଖ କେବେ ନା କେବେ ଆମ ପାଖକୁ ଫେରି ଆସେ। ମାତା ପିତାଙ୍କୁ କଷ୍ଟ ଦେବାର ଫଳ। ଗରୁଡ଼ ପୁରାଣରେ ମାତା ପିତାଙ୍କ ସେବାକୁ ସବୁଠାରୁ ବଡ଼ ପୁଣ୍ୟ କୁହାଯାଇଛି। ଯେ ଲୋକ ନିଜ ମାତା ପିତାକୁ ଅପମାନ କରେ, ବୃଦ୍ଧାବସ୍ଥାରେ ତାଙ୍କୁ ତ୍ୟାଗ କରେ, ତାଙ୍କ ଆଖିରେ ଲୁହ ଆଣେ, ସେହି ଲୋକ ଜୀବନରେ ସନ୍ତାନ ସୁଖରୁ ବାଧା ପାଇପାରେ। କାରଣ ଯେ ନିଜ ପିତାମାତାଙ୍କ ମୂଲ୍ୟ ବୁଝିଲା ନାହିଁ, ସେ ପିତାମାତା ହେବାର ସୁଖ କେମିତି ପାଇବ? ଧାର୍ମିକ ଗ୍ରନ୍ଥମାନେ ଅନାବଶ୍ୟକ ଗର୍ଭପାତକୁ ଗୁରୁତର ପାପ ଭାବେ ଦେଖିଛନ୍ତି। ଯଦି କେହି ସ୍ୱାର୍ଥ, ଭୟ କିମ୍ବା ଲୋଭରେ ଜୀବନକୁ ନଷ୍ଟ କରେ, ତାହାର କର୍ମଫଳ ଭବିଷ୍ୟତରେ ସନ୍ତାନ ସୁଖରୁ ବାଧା ହୋଇପାରେ। କିନ୍ତୁ ଏଠାରେ ଏକ କଥା ମନେ ରଖିବା ଦରକାର, କେତେକ ଚିକିତ୍ସା ଜନିତ ପରିସ୍ଥିତିରେ ଡାକ୍ତରୀ ପରାମର୍ଶରେ ନିଷ୍ପତ୍ତି ନିଆଯାଏ। ସେଥିପାଇଁ କାହାକୁ ଦୋଷ ଦେବା ଠିକ୍ ନୁହେଁ। ଧର୍ମ ମଧ୍ୟ କରୁଣା ଏବଂ ବୁଝେପଡ଼ାକୁ ଶିଖାଏ। ଜ୍ୟୋତିଷ ଓ ପୁରାଣ ଅନୁସାରେ କେବେ କେବେ ପରିବାରର ପୂର୍ବଜମାନଙ୍କ ଅସନ୍ତୋଷରେ ପିତୃଦୋଷ କୁହାଯାଏ। ଯଦି ପରିବାରରେ ପୂର୍ବଜମାନଙ୍କ ଶ୍ରଦ୍ଧା, ସ୍ମରଣ କିମ୍ବା ସମ୍ମାନ ହୋଇନଥାଏ, ତେବେ ଏହାର ପ୍ରଭାବ ବଂଶରେ ପଡ଼ିପାରେ ବୋଲି ମାନ୍ୟତା ଅଛି। ଏହି କାରଣରୁ ପୁରୁଣା ଲୋକମାନେ କହୁଥିଲେ, ପୂର୍ବଜଙ୍କ ଆଶୀର୍ବାଦ ଥିଲେ ବଂଶ ବଢ଼େ। କେବଳ କର୍ମ ନୁହେଁ, ଚିକିତ୍ସା ମଧ୍ୟ ଦରକାର। ଏଠାରେ ଗୋଟିଏ ବହୁତ ଦରକାରୀ କଥା ବୁଝିବା ଦରକାର, ସବୁକିଛିକୁ କେବଳ ପାପ କିମ୍ବା କର୍ମ କହିଦେବା ଠିକ୍ ନୁହେଁ। ଆଜିର ବିଜ୍ଞାନ କହୁଛି ହରମୋନ୍ ସମସ୍ୟା, ଶାରୀରିକ ଅସୁସ୍ଥତା, ଚାପ, ଜୀବନଶୈଳୀ, ପୁରୁଷ ଓ ନାରୀ ଦୁହେଁଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସନ୍ତାନ ହେବାର ବାଧା ହୋଇପାରେ। ତେଣୁ କେହି ସନ୍ତାନହାନି ହେଲେ ତାକୁ ପାପୀ କହିବା ମହାପାପ। ଧର୍ମ କେବେ ମଧ୍ୟ ଅନ୍ୟର ଦୁଃଖକୁ ହସିବାକୁ ଶିଖାଏ ନାହିଁ। ଭଗବାନ କାହିଁକି ପରୀକ୍ଷା ନିଅନ୍ତି? କେବେ କେବେ ଭଗବାନ ମଣିଷର ଧୈର୍ଯ୍ୟ, ଭକ୍ତି, ମନର ଶକ୍ତିକୁ ପରୀକ୍ଷା କରନ୍ତି। ପୁରାଣରେ ଅନେକ ଦମ୍ପତିଙ୍କ କଥା ମିଳେ ଯେଉଁମାନେ ବର୍ଷ ପର୍ଯ୍ୟନ୍ତ ସନ୍ତାନ ପାଇନଥିଲେ, କିନ୍ତୁ ଶେଷରେ ଭଗବାନଙ୍କ କୃପା ସନ୍ତାନ ଦେଇଥିଲେ। ଏହାର ଅର୍ଥ ଆଶା କେବେ ଛାଡ଼ିବା ଉଚିତ ନୁହେଁ। ଏହା ସବୁଠାରୁ ବଡ଼ ସତ୍ୟ। ଅନେକ ମହାନ ଲୋକ ସନ୍ତାନ ଛଡ଼ା ମଧ୍ୟ ମହାନ ଜୀବନ ଜିଇଥିଲେ। ମଣିଷର ମୂଲ୍ୟ କେବଳ ସନ୍ତାନ ଥିବାର ନୁହେଁ, ତାଙ୍କ କର୍ମ, ଦୟା, ଭକ୍ତି ଓ ମାନବତାରେ ଅଛି। ସେହି ଶିଶୁଙ୍କୁ ଶିକ୍ଷା ଦେଇଥାନ୍ତି, କେହି ଅନାଥଙ୍କୁ ସାହାଯ୍ୟ କରନ୍ତି, କେହି ସମାଜ ପାଇଁ ମହାନ କାମ କରନ୍ତି, ସେମାନଙ୍କ ଜୀବନ ମଧ୍ୟ ସଫଳ। ଗରୁଡ଼ ପୁରାଣ ଅନୁସାରେ ଉପାୟ। ଧାର୍ମିକ ମତ ଅନୁସାରେ କେତେକ ଉପାୟ କୁହାଯାଇଛି। ପିତାମାତାଙ୍କ ସେବା କରିବା, ଗରିବ ଶିଶୁଙ୍କୁ ସାହାଯ୍ୟ କରିବା, ଗୋସେବା ଦାନ କରିବା, ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ପୂଜା କରିବା, ସତ୍ୟ ସଦାଚାରରେ ଜୀବନଯାପନ, ପୂର୍ବଜମାନଙ୍କ ସ୍ମରଣ ଓ ଶ୍ରଦ୍ଧା, ଏହା ସହିତ ମନକୁ ଶାନ୍ତ ରଖିବା ଓ ଡାକ୍ତରୀ ପରାମର୍ଶ ନେବା ମଧ୍ୟ ଦରକାର। ଅନ୍ୟର ଦୁଃଖକୁ ହସନ୍ତୁ ନାହିଁ। ଯେ ଦମ୍ପତି ସନ୍ତାନ ପାଇନାହାନ୍ତି, ତାଙ୍କ ହୃଦୟରେ ଯନ୍ତ୍ରଣା ବହୁତ ଗଭୀର ହୁଏ।
ସମାଜର ତାନା, ଆତ୍ମୀୟଙ୍କ ପ୍ରଶ୍ନ, ପରିବାରର ଚାପ ଏସବୁ ତାଙ୍କୁ ଭିତରୁ ଭାଙ୍ଗି ଦେଇଥାଏ। ସେଥିପାଇଁ କାହାକୁ ଅପମାନ କରିବା ନୁହେଁ, କାରଣ କେଉଁ ଦୁଃଖ କାହା ଭାଗ୍ୟରେ ଅଛି ସେ କେବଳ ଭଗବାନଙ୍କୁ ଜଣା। ମଣିଷ ଯାହା କରେ ତାହା ଫଳ ନିଶ୍ଚୟ ମିଳେ। ଭଲ କର୍ମକୁ ସୁଖ ମିଳେ, ଖରାପ କର୍ମରୁ ଦୁଃଖ ମିଳେ। କିନ୍ତୁ ଭଗବାନ ଦୟାଳୁ। ସତ୍ୟ ମନରେ ପଶ୍ଚାତାପ, ଭକ୍ତି ଓ ସେବା ମଣିଷର ଭାଗ୍ୟକୁ ବଦଳାଇ ପାରେ। ସନ୍ତାନ ହେବା କିମ୍ବା ନ ହେବା ଏହା କେବଳ ମଣିଷର ହାତରେ ନୁହେଁ। କେଉଁଠି ଶରୀରର କାରଣ ଅଛି, କେଉଁଠି ଭାଗ୍ୟର କାରଣ, କେଉଁଠି କର୍ମର ପ୍ରଭାବ। କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖନ୍ତୁ, କାହାର ଦୁଃଖକୁ ନିର୍ଣ୍ଣୟ କରିବା ଅଧିକାର ଆମ ପାଖରେ ନାହିଁ। ଧର୍ମର ସତ୍ୟ ଅର୍ଥ ହେଉଛି ଦୟା, ସେବା, ଭକ୍ତି ଓ ମାନବତା। ଜୀବନରେ କେଉଁ ଦୁଃଖ କାହିଁକି ଆସେ ତାହା ସମ୍ପୂର୍ଣ୍ଣ ଭାବେ କେବଳ ଭଗବାନ ଜାଣନ୍ତି। କିନ୍ତୁ ମଣିଷର କର୍ତ୍ତବ୍ୟ ହେଉଛି କାହାର ଯନ୍ତ୍ରଣାକୁ ହସିବା ନୁହେଁ, ବରଂ ସହାନୁଭୂତି ଓ ପ୍ରେମ ଦେବା। ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଏ ଭିଡ଼ିଓ ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ନିହାତି ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।